हाय हेलो नमस्कार जय जगन्नाथ वेलकम टू लोसारी फैमिली ब्लॉग टू आपण समस्त को आज कौन अथर भंगा अथर भंगारे किए किए कौन एंडुरी पिठा कर कमेंट करेंगे आमर तो होची आज अथर भंगा सका सका उठी गले मम्मी अथर भंगा रेडी कर सारे चलतु देखिए मम्मी कौन रोसे कर मम्मी आज कौन रोसे कर सका सका अथर को भांगी अथर कहीं अथर कहीं अथर माने जो पुनी पिठा हो एते रे हल्दी पत्र रे हेबेस को गालो रखाई छी को गालो बासी के हबो हल्दी पत्र जत्ते रखले स्मेल हबो तार बासनाटा बढ़िया हबो बासना सुंगिलो बासना हुने पूरा रेडी कौन मुग के ना नड़िया नड़िया कौन देखाउ छी मुग बढ़िया तेल तला पिठा रेडी हेलानी ठीक है केते उड़े गलो तू खाइबू तू बड़ तू पुरुआ हबू खाइबू पुरुआ खाते नहीं छु ओ मर जो सब सॉरी की भजा भजा तू कौन खाइबू कि मु एटा खाइबी विभिन्न प्रकार भजा आछि मम्मी वर्तमान पिठा सारी की भजा पर रेडी करते देखो दी हाथ तो मा बंद हो नहीं ना कौन हाँ जमा बंद हो नहीं हल्दी लुण पड़ो चकुड़ी पिठा हम चकुड़ी पिठा हम मु खाइबी पिठा मम्मी एबे कर भात को भजा कर पखाड़ भात भजा और चकुड़ी पिठा मुझे जल्दी जल्दी दांत घसी चल दांत घसी जाऊँ कणिक रे धोतलु ना फ्रिज रे बरफ काढी खाउतलु अनल तो उठाई कच्ची देबी धरिक जानछु बे हैं धोतलु डंकी फंकी काढी के फ्रिज रे काढी खाउछु ना जदि ठंडा फु नाक सड़ सड़ होउछु आज बाबा आसुन अरे हां तू की धोतली ए पिठा ऑपरेशन दे ना ओ माय रेडी बढ़िया आइছে सिझेला ना सकाल सकाल हाथ रे धरी पिठा खाइलानी मो बळे जे खाउतबो ताकू दी धन्यवाद देबी खाइ प्लेट बाजिबो की एते भजा और पिठा गोटे प्लेट गोटे जगह नहीं हला कोन कोउदरे हाथ रे धरी खाउछु ए बिकिड़ियाटा बुलेबे बोले राउज पोटा नहीं आसे बोलेबी ए बढ़िया गोल पिठा कर दूची खाओ आसीओ और केंदा गोल बढ़िया करछि बाजा बाजा नाची भी देछि जा 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 शीघ्र जा मम्मी कौन लुचि लुचि खाऊ कर देलु मम्मी एक्चुअली छड़े पार नहीं से पिठा छड़े पार ना आ कुछ लागी गला केते लागुछि तो सॉफ्ट होइछ बढ़िया लागु खाली पूरा बाईगण पोड़ा को पखाड़ भात काहा पसंद कहि हेली एठी गोटे बाईगण पोड़ा हिसाब
ଲଙ୍କା ସବୁଜ ଚକଟି ତୁ ଖାଇପାରିବୁନି। ତୁ ତ ଭଜା ଅଛି, ତୋର ଖାଇବା କ'ଣ ଦରକାର? ତୁ ତ ବାଇଗଣ ଚଟଣି ଖାଇବା ଭଲ ପାଉ ମୋତେ ଏକରେ। ମୋର ବାଇଗଣ ଚଟଣି ମୋର ଫେଭରାଇଟ୍। ବାଇଗଣ ପୋଡ଼ା ଖାଇଦେବ ପୁରା କଞ୍ଚା ଲଙ୍କା ଦୁଇଟା ଗୋଟେ ବଡ଼ ହେଲା। ବିକିଳିଆ ଭଳିଆ କାହିଁ ବସିଛୁ, ଖାଉନୁ? ଛିଟକୁଛି ଲଙ୍କା। ପୁରା ପଖାଳ ଭାତକୁ ରସୁଣ ଛେଚା ଆଉ କଞ୍ଚା ଲଙ୍କା ପୁରା ଜବରଦସ୍ତ ହବ ଆଉ। କିନ୍ତୁ ରହୁନି। ପଖାଳ କ'ଣ ଖାଉଛ? ଇଏ କଲିଜା କଷା। ପଖାଳ ତ କଲିଜା କଷା ଇଏ ବର୍ଷା ପାଗରେ। ତ ଆଜି କଟକରେ ବର୍ଷା ହେଉଛି, ତ କଷାକୁ ଶିବନ ଆସେ ଖାଇବୁ। ଶିବନ କିରେ ଆ ଖାଇଦେ ଯା। ତାହେଲେ ମାଛ ଖଣ୍ଡେ ଦେବ ଶିବନକୁ, କଲିଜା ଦେବ ଟିକେ। ଶିବନ କଲିଜା ଟିକେ ଭଲ ପାଏ, ଜାଣିଛ ତମେ? ଭିଡ଼ିକି ଚକୁଡୁଛ ଆଉ। ଯେତିକି ବଳ ସବୁ ସାରି ଦେଉଛ ନା କ'ଣ? ହେଁ, ଯେତିକି ବଳ ସେତିକି ବଳରେ ଖାଉଛ। ଚକୁଡୁଛ ସରି। ଏମିତି ମଡ଼ିକି ଖାଇବା ଗୋଟେ ନା ଖାଇବା ଭାଙ୍ଗିଦେବ। ଭାଙ୍ଗିଦେଲେ ମଜାଟା ଅଲଗା। ଭାଙ୍ଗିଦେଲେ ମଜାଟା ଅଲଗା। ଖାଇଲେ ଦେଖିବା କେମିତି ଲାଗୁଛି ଟେଷ୍ଟଟା। ପଖାଳ ଦେବୁ ମାଛ ଭଜା ନା କ'ଣ? ଆଉ କିଛି ଖାଇବନି ଆଜି? ଆଉ ସରିଲା ଖାଇବା? ଚିକେନ୍ ତରକାରୀ କିଛି ଖାଇବନି? ଚିକେନ୍ ତରକାରୀ ଖାଇବନି? ହଉ। କ'ଣ ସବୁ କଟାକଟି କଲଣି? କ'ଣ ତିଆରି ହବ? ଟୋପି? ହଁ ବଡ଼ା ଦେଖାହେଲା। କ'ଣ ଆଜି ନୂଆ ଜିନିଷ ଗୋଟେ ତିଆରି ହେବାକୁ ଚାହୁଁଛି। ନୂଆ କପଡ଼ାଟା ପୁରା ନୂଆଟା ନେଇଲୁ ନା, କାଟିଦେଲ? ଆଉ ତ କ'ଣ ବନେଇବ ଏଥିରେ? ହବ ତ ଆପଣମାନେ ଭିଡ଼ିଓ ଦେଖୁଥାନ୍ତୁ। ଏଥିରେ ଗୋଟେ ନୂଆ ଜିନିଷ ଆଜି କିଛି ବନେଇବାରେ ଯାଉଛି, ଦେଖିଲେ ଜାଣିପାରିବେ ଆଉ। କ'ଣ କାନ୍ଦିଲାଣି ଆଉ କଟାକଟି। ବଢ଼ିଆ ଦେଖାଯାଉଛି। ସେଟା ଏମିତି ପିନ୍ଧିକି ଯିବ ଏଥର ଗାଡ଼ି ଫାଡ଼ି ନେଇକି, ହେଲା? ଯାଇଁଲ, ଯୁଆଡ଼େ ଯିବ ଏଟା ପିନ୍ଧିକି ଯିବ। ଶୀତ ଦିନ ଯେଉଁ ଡୋରି ବାନ୍ଧ ବେକରେ, ଏମିତି ଯେଉଁ ବେକ ତଳେ ଏମିତି ସୁତୁଲି କରିଦେଇ ବେକ ତଳେ ବାନ୍ଧ, ଯାଇଁଲ? ଆଉ ତମେ ଗୋଟେ ଆଉ ଡାକା ଗୋଟେ ଦେବ। ଏଇଟା କ'ଣ ବ୍ୟାଗ୍? ଚାଲିଛି, ପ୍ରୋସେସିଂ ଚାଲିଛି, ସରିନି, ଆହୁରି ଟାଇମ୍ ଲାଗିବ। ସୋରିଷ ଫୋରିଷ ନେଇକି ଆସିଲୁଣି? ସୋରିଷ କିଏ ନବ? କ'ଣ ପାଇଁ? ସୋରିଷ ନେଲେ କ'ଣ ହବ? ତରକାରୀ ଫରକାରୀ କ'ଣ କରିବାର ଅଛି? ତରକାରୀ କାହିଁ ହବ ଯେ? ଏଇ କ'ଣ ସେ ଝିଅଟା କ'ଣ ହାତ ଦେଖି ଏଣ୍ଠି ହେଲାଣି? କ'ଣ ସୋରିଷ ଫୋରିଷ ବ୍ୟାଗରେ ଭର୍ତ୍ତି କଲଣି ନା କ'ଣ ଯେ? ଏଇଟା ସୋରିଷ ଫରେନ୍ ଯିବ ଏଥିରେ ପ୍ୟାକିଂ ହେଇକି।
ଏତେ ସବୁ ସୋରିଷ ଯାଏ ଏମିତି ମୁଁ ତ ଜାଣିନି। ଯିଏ ଦେଖିବ ହଁ ସେ କହିବ ଇଏ କ'ଣ ପାଗଳ ଲାଗିବେ ଏଥିରେ କ'ଣ ପଡ଼ୁଛି। ହଁ ଯାହା କହିଲ ଆଉ କ'ଣ ଏତେ ବଡ଼ ମୁହଁ ରଖିଛ ଆଉ ସବୁ ବନ୍ଦ କରିଦେଲଣି? ହଁ ତାକୁ ବି ବନ୍ଦ କରିବାକୁ ବନ୍ଦ କରିଦେଇଥାନ୍ତ ମନ ନଥିଲା। ସେତେ ତୁ ପାରିବୁନି। ସବୁ ମୁହଁ ବନ୍ଦ କରିଦେଇଛ? ଏ କ'ଣ ଗୋଟେ ବନେଇଲାଣି ଆଉ। ଦେଖିଲ କେମିତି ହେଲା କ'ଣ ତିଆରି ହବ ହେଲା ଫାଇନାଲ ସେଟା ସୋରିଷ ତକିଆ ବନା ହେଲା। ତ କ'ଣ ପାଇଁ ବନେଇଲ? ମୋ ଝିଅ ପାଇଁ। ଝିଅ ପାଇଁ? ଓହୋ ତମ ଝିଅ ପାଇଁ ବନେଇଛ ସୋରିଷ ତକିଆ? ଏ ହେ ପକେଇଦେଲେ ରେ ଏଠିକି ଆସିବାକୁ ପଡ଼ିଲା। ତମେ ଦେଖାଯାଉନି ବୋଲି ଝରକା କତିଛି ସିଲେଇ କରିବ ତା ମୁହଁଟାକୁ ହେଇଗଲ ତି ସୋରିଷ। ଝିଅ ପାଇଁ ବନା ହେଲା ସୋରିଷ ତକିଆ। ତା ମୁଣ୍ଡ ମାନେ ଗୋଟେ ଫାଳ ମାନେ ଦବିଗଲାଣି ଗଡ଼ି ଗଡ଼ିକି ଫାଳିକିଆ ଶୋଉଛି ବୋଲି ସେଥିପାଇଁ ତା ବାବା ତିଆରି କରିଦେଲେ ସୋରିଷ ତକିଆ। ଆଲୋ ଆଲୋ ମୋ ଝିଅ ଆଇଲାଣି ଲୋ। ଆଲୋ ମୋ ଝିଅ କ'ଣ ଜିତିକି ଆଇଛି? କାଇଁ ଶିବନାମ କେମିତି ଚିଡଉଛ କହିଲ? କ'ଣ ଆଜି ଚିକେନ ଝୋଳ? ତମେ ଶିବନାମ ଚିଡାଉନି ହେଲା। ଲୋରି ପୁରା କଲେଜରେ ପୁରା ଜିତିକି ଆସିକି ପୁରା ଆଜି ତା ସେଇ ଖୁସିରେ ତା ପାଇଁ ହେଇଥିଲା ଆଜି ଚିକେନ। ମୁଁ କହିଲି ନାଇଁ ମୋ ଝିଅଟା ଜିତିକି ଆସିବ କାଳେ କ'ଣ ହବ। ମୁଁ ସେ ତା ଆଗ ଭାବି ଦେଇଥିଲି ଅଧିକା ଟିକେ ସେ ଅଧିକା ଟିକେ ଭାବି ଦେଇଛି ବୋଲି ତମେ ଚିକେନ ତରକାରୀ କରିଦେଲି। ତଳ ମୁଁ ବୋଧେ ହସୁଛୁ। ଖାଇଦେ 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 ସେମିତି କହିବେ ଆମ ବ୍ରାଞ୍ଚ ତମ ବ୍ରାଞ୍ଚ ଜିତିକି ଆଇଛି ସେଇ ଖୁସିରେ ମୁଁ ଚିକେନ ଦେଇ କରିଛି ବା। ଯାଉଛି ବ୍ରାଞ୍ଚ ଟା ଡାକି ଦେଇ ଆସିବି। ଯା ଭିଡ଼ି ଖା। ସେମିତି କାହିଁ ଲୁଚିକି ସତରେ ତ ଆମେ ଅର୍ଡର କରିଛନ୍ତି ବିଶ୍ୱାସ କର ମତେ। ନାଇଁ ବ୍ଲଗିଂ ତ କରିବି ନିହାତି କିନ୍ତୁ ତୁ ସତ ତୁ ଦେଖିବୁ ନା ଦେଖିବୁନି କହ ବାବା ମୁଁ ମିଛ ତ କେବେ କହିବିନି। ନା ମୁଁ ମିଛ କହିବି କି? ନା ମୁଁ ମିଛ କହିବି ତୁ ନିଜେ କହ। ଆଉ ତାହେଲେ ଠିକ ଅଛି ଆଉ ତାହେଲେ ଦେବିନି। ଆଉ ତୁ ସେଟା ମୋର କାଢେ ମୁଁ ଦେଖେଇବି। ଆରେ ପରଦିନ ତୋ ପାଇଁ ଗୋଟେ ହାଫ୍ ପ୍ୟାଣ୍ଟ ଅର୍ଡର କରିଥିଲେ ମାନେ ସର୍ଟ ପ୍ୟାଣ୍ଟ ଅର୍ଡର କରିଥିଲେ କହିଲେ ଯେ ଆଉ ସେ ଲୋରି ଦେଇଦେବୁ ଆଉ ଲୋରି ପିନ୍ଧିବ। ସତରେ ଦେଖୁନୁ ଦେଖୁନୁ ଆଉ ଦେଖ କେମିତି ବନେଇଛନ୍ତି ଦେଖିଲୁ। କହିଲା ନା ଲୋରି ପିନ୍ଧିବ ଘରେ। ଆରେ ତକିଆ କ'ଣ ଏଇଟା କିଏ କହିଲା? ଆରେ ଆଜି ଦିନ ସାରା ବସିକି ଏଇଟା କରିଛନ୍ତି ଦେଖେ ତିଆରି କରିଛନ୍ତି ଦେଖେ ନୂଆଟା ପୁଣି ଜାଣିଛୁ ନା ପୁରା ନୂଆଟା କାଟିକି ତିଆରି କରିଛନ୍ତି ଦେଖେ ବସିକି। ତୁ ହସୁଛୁ କ'ଣ ପାଇଁ? ନାଇଁ ପରିକି ହବ ନା ଲୋରି ସରୁଆଟା ଲୋରି ହବ ନହେଲେ ଲୋରି ନ ପିନ୍ଧିଲେ ପୁଚୁ ପିନ୍ଧିବ। ସେ ନିଜେ ବସି ବସି ତିଆରି କରିଛନ୍ତି ଦେଖେ ଦେଖେ ଦେଖାଉ ଦେଖୁନ ହଉଛି ନା ଡୋର ଫୋର ବାନ୍ଧିଛନ୍ତି ଦେଖେ ଦେଖୁନୁ ଡୋର ଫୋର ବାନ୍ଧି ନିଜେ ବନେଇଛନ୍ତି କାଟି କୁଟିକି ଦେଖେ ଛାଡୁଛି ବଢିଆ ହେଇନି। ଆଉ ଗୋଟେ ଜିନିଷ କରିଛନ୍ତି ଦେଖେ ଏଇଟା ଦେଖୁନୁ କ'ଣ କରିଛନ୍ତି ଫିଟଉନୁ ଫିଟା ଫିଟଉନୁ ଆରେ ଫିଟାଇଲୁ ନାଇଁ ଆରେ ଆରେ ଫିଟା ଆରେ ଫିଟା ନେଇ ଆରେ ଅଛି ତ ଫିଟା ଦେଖିଲ ନା ଦେଖିଲ କେଜାଣି ତ ଡରିକି ଫଟେଇ ଦେଉଛୁ। ଆରେ ନାଇଁ ଜରିଟା ଫିଟା ଆରେ ବେଙ୍ଗ କୋଉଠି ଆସିବ ନେ ଧର ଦେଖେ ଆରେ ଫିଟା ଫିଟା
ଫିଟା ଫିଟେଇବି ତମେ ନିଜେ ଫିଟା ଆରେ ମୁଁ ଭିଡିଓ କରୁ ତମେ ଫିଟା ନା ନା ତୋ ପାଇଁ ବାବା ସରପ୍ରାଇଜ ଦେଖିଛନ୍ତି ନା ତୁ ଆଗେ ଦେଖି ସାରେ ଦେଖିବ ମତେ ବହୁତ ଭଲ ଲାଗିଲା ତମେ ସେଇ ତାକୁ ସେଟା ହେଲେ ଏଇଟା ଦେଖ ଏଇଟା ବି ଦେଖ ଏଇଟା ଦେଖ ଦେଖ କଣ ଦେଖେ ଜିନିଷଟା ଦେଖେ ଆରେ ଦେଖେ ସାରା ଆଗ ଦେଖ ଛାଡ଼ିଲି ଫଟୋ ଲୋରି ଦେଖେ ଟିକେ ଫିଟା ଆସ୍ତେ କିନା ଫିଟା ଦେଶେ ଯାଉଛି ଫିଟା ନେ ଦେଖିଲ ତୁ ଫିଟା ବାଡ଼ି କାଇଁ ନା ବାଡ଼ି କାହିଁ ଆଣିବି ଆରେ ଫିଟା ରୁହ ଭାଇ ଏଟା କଣ ଗୋଟେ ଆଣି ଦେଇଛୁ ରେ ବେଙ୍ଗ ଆଣି ଘରେ ରଖିବି ତୁ ପାଗଳ ନା କଣ ମୁଁ ହେଁ ତୁ ହଉଛୁ ମୁଁ ପାଗଳଟା ନା କଣ ମୂଷା ହଁ ମୂଷା ଆଣି ଘରେ ରଖି ଧାନ ଖାଇବେ ମୋର ମାଣ ଧାନ ଖାଇଦେବେ ଆସିକି ହଁ ଆରେ ଫିଟା ତକିଆ କୋଳରେ ଅଛି ନା କଣ କହୁନ ମତେ ଟିକେ ଆରେ ତ ଫିଟିଲେ ସିନା ଜାଣିବୁ ଆରେ ତ ଜରିଟା ଫିଟିଲେ କିଛି ହବନି ଜରିଟା ପିଟିଲେ କିଛି ହବନି ଜରିଟା ପିଟୁ ତମେ କାଇଁ ଆରେ ଜରିଟା ଫିଟା ତୁ କମଳ ଏମିତି କାଇଁ ହଉଛୁ ସେ ଆଉ ଗୋଟେ ସେ କଣ କହିଲୁ ଆଉ ଟିକେ ଆଗକୁ ପକେଇଦେ ତାକୁ ନେଇ ଦୁଆର ଫୋପାଡ଼ି ଦେ କଣ ହେଲା କଣ ବେଙ୍ଗ ତୁ କଣ ଭାବିଲୁ କହିଲୁ ଦେ ତା ବେଙ୍ଗ ରାଖି ଦେଇକି ମାନେ ମୁଁ ଭାବୁଛି ବେଙ୍ଗ ପଇସା ଭିତରେ ଇଲୋ ୟା ପାଇଁ ଝିଅ ପାଇଁ ବଢିଆ କାଟି କରୁଛୁ ତ ମୋ ମୁଣ୍ଡ ସାଇଜ ରହିଥା ତଳେ ଶୋଇଲେ ସିନା ଜାଣିଥାନ୍ତୁ ଉପରେ ଶୋଇଲେ କଣ ଜାଣିବୁ ମେନ୍ ସେଇ ତକିଆ ମୋ ମୁଣ୍ଡ ସାଇଜ କୋଉ ତକିଆ ଦେଖିନୁ ତକିଆ ଖାଇବି ହଁ ସୋରିଷ ତକିଆ ଝିଅ ପାଇଁ ହେଇଛି ତୁ ମୁଣ୍ଡ ଦେଇ ମୁଣ୍ଡଟା ଗୋଲ କରିଦେ ତୋର ଗୋଲ ହେଇନି ମୁଣ୍ଡଟା ନା କି ଅସଲ ମା ସେ ହାଫ ପ୍ୟାଣ୍ଟ ଆଉ ତକିଆଟା ତ ଗଲା ଲୋରି ହେଲେ ତକିଆଟା ତ ଲୋରି ମୁଣ୍ଡ ଦେଇ ସେ ହାଫ ପ୍ୟାଣ୍ଟ ମାନେ ଦେଖନ୍ତୁ ସାଙ୍ଗମାନେ ମୋ ବାବା ଏଇ ମାଣ୍ଡୁର ମୋର ମାଣ୍ଡୁର ଡ୍ରେସ ରୁ ପ୍ୟାଣ୍ଟ ରୁ ଏଇଟା ନୂଆ ସବୁ 8-10ଟା ଖଣ୍ଡେ ଅଛି ଗଡରେଜରେ ତା ସେଇଥିରୁ ନୂଆଟା କାଟିଦେଲେ ଗୋଟେ ତାକୁ କାଟିଦେଲେ କାଟି ଦେଇଛନ୍ତି କହିଲେ ଏଇଟା ମୋ ମାଣ୍ଡୁ ଏଇଟା ମୋ ପ୍ୟାଣ୍ଟ ବ୍ଲଗିଂ କରି ଦେ ତକିଆ ଦେଖେ ତକିଆ ଭଳିଆ ହେଇଛି ମୁଁ ଯାଉଛି ଝିଅ ପାଇଁ ନେଇଛି ପରି ନେଇ ଯାଇ ନାଇଁ ନାଇଁ ପରି ପଶି ଦେଇ ଗଲା ପରେ ବାବା କରିଛନ୍ତି ସାଙ୍ଗେ ସାଙ୍ଗେ କରିଛନ୍ତି କିଲେ ଖଣ୍ଡେ ପଶିଥିବ ଆଉ କିଲେ ଖଣ୍ଡେ ପଶିଛି ଏତେ ଶୋଇଲେ ତ ମୁଣ୍ଡ ଠିକ ମୁଣ୍ଡ ଗୋଲ ହେଇଯିବ ସତରେ ହୁଁ ବାବା ଆମର ଶୋଇଦେବି ମୁଁ ଭାବୁଛି ତମେ ତା ଦେହରେ ବେଙ୍ଗ ପୁରେଇକି ଆଣିଛ ଆଉ ନା ତାର ଭାବିଲି ବାବା ପ୍ୟାଣ୍ଟ ଗୋଟେ ବଢିଆ ଭଲଟା ମାନିସ୍ ତାକୁ ଦେଖିଲୁ ନାଇଁ ନାଇଁ ଦେଖ